नमस्कार शुभ सकाळ आज ହେଉଛି एप्रिल मास 30 तारिख गुरुवार ଆପଣଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସମସ୍ତ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ ଯାହାଦ୍ୱାରା ପ୍ରତିଦିନର ଏପରି ନ୍ୟୁଜ୍ ଅପଡ଼େଟ୍ ଗୁଡ଼ିକ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ତେବେ ଚାଲନ୍ତୁ ନଜର ପକାଇ ନେବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର ଜଳୁଛି ପଶ୍ଚିମ ଓଡ଼ିଶା ଆକାଶରୁ ବର୍ଷୁଛି ନିଆଁ ଅସ୍ତବ୍ୟସ୍ତ ଜନଜୀବନ। ତେବେ ସାରା ରାଜ୍ୟରେ ଏବେ ଅସହ୍ୟ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲାରେ ପାରଦ 40 ଡିଗ୍ରୀ ଉପରେ ରହିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୁଣ୍ଡଫଟା ଖରା ସହରର ସୁନସାନ ହୋଇଯାଉଥିବା ବେଳେ ପ୍ରଶାସନର ସଜାଗତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସମ୍ପୂର୍ଣ୍ଣ ରାଜ୍ୟ ଏବେ ତତଲା କଡ଼େଇରେ ବାଜି ହେଲା ପରି ମନେ ହେଉଛି। ଆଉ ସେଥିରୁ ବାଦ ପଡ଼ିନି ବରଗଡ଼। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି। ଦିନ ଯେତେ ବଢ଼ୁଛି ଉତ୍ତାପ ମଧ୍ୟ ସେତିକି ବୃଦ୍ଧି ପାଉଛି। ଦିନ 10ଟା ପରେ ଖାଁ ଖାଁ ହୋଇଯାଉଛି ରାସ୍ତାଘାଟ। ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ପରବର୍ତ୍ତୀ ଖବର ମାସକୁ 9,000 ଟଙ୍କା ଦେବେ ମୋଦି। ତେବେ ଛାତ୍ରଛାତ୍ରୀଙ୍କର ଆକାଉଣ୍ଟକୁ ଆସିବ ଟଙ୍କା। ତ ସୂଚନା ଅନୁସାରେ ଆଜିର ସମୟରେ ଭଲ ଚାକିରି ପାଇବା ପାଇଁ କେବଳ ଶିକ୍ଷା ଯଥେଷ୍ଟ ନୁହେଁ, କାର୍ଯ୍ୟ ଅଭିଜ୍ଞତା ମଧ୍ୟ ନିହାତି ଜରୁରୀ। ଏହି କଥାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ, ଯାହାଫଳରେ ଭବିଷ୍ୟତରେ ସେମାନଙ୍କ ପାଇଁ ଚାକିରି ଖୋଜିବା ସହଜ ହେବ। ଏବେ ଅଧିକ ଯୁବକମାନଙ୍କୁ ଏହାର ଲାଭ ପାଇବାରେ ସାହାଯ୍ୟ କରିବା ପାଇଁ ଏହି ଯୋଜନାରେ କିଛି ନୂତନ ପରିବର୍ତ୍ତନ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଏକ ପଦକ୍ଷେପ ଯାହା ଯୁବପିଢ଼ିଙ୍କୁ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପ୍ରଦାନ କରେ। ଏହା ଭବିଷ୍ୟତରେ ନିଯୁକ୍ତି ସୁଯୋଗକୁ ସୁଗମ କରିଥାଏ। ଏହି ଯୋଜନା ବିଶେଷ ଭାବରେ ସେହି ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ବର୍ତ୍ତମାନ ପାଠ ପଢ଼ୁଛନ୍ତି କିମ୍ବା ସଦ୍ୟ ସ୍ନାତକ ହାସଲ କରି କ'ଣ କରିବେ ବୋଲି ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଖବର କେନ୍ଦୁଝରବାସୀଙ୍କୁ ଭେଟିଦେଲେ ମୁଖ୍ୟମନ୍ତ୍ରୀ। ଇଲେକ୍ଟ୍ରିସିଟି ବସ୍ ସେବା ଏବଂ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ। ତେବେ କେନ୍ଦୁଝରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିକାଶ ସମାବେଶରେ କେନ୍ଦୁଝରର ସାମଗ୍ରିକ ବିକାଶ ପାଇଁ 187ଟି ପ୍ରକଳ୍ପର ଲୋକାର୍ପଣ ସହିତ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। 1,330 କୋଟି 24 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଝରର ବିକାଶ ହେବ। ଏଥିସହିତ 25ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସେବା କେନ୍ଦୁଝର ସହରରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବିରାଟ ପଦକ୍ଷେପ। ଓଡ଼ିଶା ସରକାରଙ୍କର ଦୂରଦୃଷ୍ଟି ଏବଂ CRUTର ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝରରେ ଆଜି ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଆପଣାଇବାରେ ଆଗୁଆ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ 25ଟି ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ବସ୍ ସହିତ ସହରର 6ଟି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଚଳାଚଳ କରିବ। ପରବର୍ତ୍ତୀ ଖବର ଚନ୍ଦନ ଯାତ୍ରାର ନବମ ଦିନରେ ବିଭ୍ରାଟ। ସେବକଙ୍କର ଝଗଡ଼ା ପାଇଁ ଚାପ ଖେଳି ପାରିଲେ ନାହିଁ ଠାକୁର। ତେବେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ବିଭ୍ରାଟ ସୃଷ୍ଟି ହୋଇଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ମହାପ୍ରଭୁ। ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଶ୍ରଦ୍ଧାଳୁ। ତେବେ ସେବକଙ୍କର ଭିତରେ ଝଗଡ଼ା ଲାଗି ଚନ୍ଦନ ଠାକୁରଙ୍କର ନୀତି ଢେର ସମୟ ଅଟକିଥିଲା। ରାତି ଚାପ ପାଇଁ ଠାକୁର ନନ୍ଦାଭଦ୍ରାରେ ବିଜେ ହୋଇସାରିଥିଲେ। ରାତି 10ଟାରେ ପ୍ରାୟ ଜଳ କ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା। କିଛି କ୍ଷଣ ଭିତରେ ଠାକୁରଙ୍କର ଚାପ କ୍ରୀଡ଼ା ହୋଇଥାନ୍ତା, ହେଲେ ଦୁଇଟି ଭିନ୍ନ ନୀତି ସେବକଙ୍କର ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କର ଚାପ ଅଟକି ଯାଇଥିଲା। ରାତି 11:30 ହୋଇଥିଲେ ମଧ୍ୟ ଚାପ କ୍ରୀଡ଼ା କେବେ ହେବ କି ନାହିଁ ଭକ୍ତମାନେ ଜାଣିପାରିଲେ ନାହିଁ। ପରବର୍ତ୍ତୀ ଖବର ସହରାଞ୍ଚଳ ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି ନେଇ ବିଜ୍ଞପ୍ତି। 2036 ସୁଦ୍ଧା 50% ବ୍ୟବହାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ଜଳର ସ୍ଥିରତା ନିଶ୍ଚିତ କରିବା ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସର୍କୁଲାର ଇକୋନୋମିକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ସରକାର ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଓଡ଼ିଶା ସହରାଞ୍ଚଳର ଶୋଧିତ ବ୍ୟବହୃତ ଜଳର ପୁନଃ ବ୍ୟବହାର ନୀତି 2026 ଅଧିସୂଚିତ କରିଛନ୍ତି। ଏହି ନୀତି ଅନୁଯାୟୀ ବ୍ୟବହୃତ ଅପରିଷ୍କାର ଜଳକୁ କେବଳ ଏକ ବର୍ଜ୍ୟବସ୍ତୁ ଭାବରେ ନ ଦେଖି ଏହାକୁ ଏକ ମୂଲ୍ୟବାନ ଅର୍ଥନୈତିକ ସମ୍ବଳରେ ପରିଣତ କରିବା ପାଇଁ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଦେଖାଯାଉଥିବା ଋତୁକାଳୀନ ଏବଂ ସ୍ଥାନୀୟ ଜଳ ସଙ୍କଟ ସମାଧାନ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର କଳାହାଣ୍ଡିରେ ମୃଦୁ ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା 4.1। କଳାହାଣ୍ଡିରେ ମୃଦୁ ଭୂମିକମ୍ପ ସୃଷ୍ଟି ହୋଇଛି। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।
ଜୟପାଟଣା, ଧର୍ମଗଡ଼, ଜୁନାଗଡ଼ ମଧୁର ଭୂମିକମ୍ପ ପରେ ଛାନିଆ ହୋଇଯାଇଛନ୍ତି ଲୋକେ। ସମ୍ପୃକ୍ତ ଅଞ୍ଚଳରେ 4 ସେକେଣ୍ଡ ଧରି ଥରିଥିଲା ମାଟି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.1 ଥିଲା ବୋଲି ସୂଚନା ମିଳୁଛି। ତେବେ କୋକସରା ବ୍ଲକରେ ସନ୍ଧ୍ୟା 7:42ରୁ 7:43 ମଧ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ପରବର୍ତ୍ତୀ ଖବର, ବନାଗ୍ନି ରୋକିବ ମୋଟର ସାଇକେଲ ମାଉଣ୍ଟେଡ୍। ଦୁର୍ଗମ ଇଲାକାରେ ସହଜରେ ପହଞ୍ଚି ପାରିବେ ଅଗ୍ନିଯୋଦ୍ଧା। ତେବେ ବନ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି ବନାଗ୍ନି। ପ୍ରତିଦିନ ଓଡ଼ିଶାର ଜଙ୍ଗଲରେ ଶହ ଶହ ପଏଣ୍ଟ ଜଳି ଉଠୁଛି। ବନ୍ୟପ୍ରାଣୀଙ୍କର ଜୀବନଧାରା ଦୁର୍ବିଷ ହୋଇ ସାରିଲାଣି। କେବଳ ଫାୟାର ଲାଇନ ଉପରେ ଭରସା କରିବା ଛାଡ଼ି ଦେଇଛି ବନ ବିଭାଗ। ଏଣିକି ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଜଙ୍ଗଲରୁ ନିଆଁ ଆୟତ୍ତ କରାଯିବ। ତେବେ କୃତ୍ରିମ ବୁଦ୍ଧିମତ୍ତା ଠାବ କରିବ ଜଙ୍ଗଲର ନିଆଁ। ମୋଟର ସାଇକେଲ ମାଉଣ୍ଟେଡ୍ ଟିମ୍ ଗଢ଼ାଯିବ। ଦୁର୍ଗମ ଇଲାକାରେ ବନାଗ୍ନିକୁ ରୋକାଯାଇ ପାରିବ। ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିବା ମୁତାବକ ଦୁର୍ଗମ ଏବଂ ପାହାଡ଼ିଆ ଇଲାକାରେ ବନାଗ୍ନି ଆୟତ୍ତ ଏବଂ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ବନ କର୍ମଚାରୀମାନେ ଚାଲି ଚାଲି କିମ୍ବା 4 ଚକିଆ ଗାଡ଼ି ଯୋଗେ ଜଙ୍ଗଲରେ ନିଆଁ ଲିଭାଇବା ମୁସ୍କିଲ ହୋଇଯାଉଛି। ବନ କର୍ମଚାରୀମାନେ ପହଞ୍ଚିବା ବେଳକୁ ସାମାନ୍ୟ ଅଗ୍ନିକାଣ୍ଡଟି ଏକ ବଡ଼ ଧରଣର ବନାଗ୍ନି ପାଲଟି ଯାଉଛି। ଖୁବ୍ ଶୀଘ୍ର ମୋଟର ସାଇକେଲ ମାଉଣ୍ଟେଡ୍ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଛି। ଏକ ମୋଟର ସାଇକେଲରେ ସମସ୍ତ ନିଆଁ ଲିଭା ସରଞ୍ଜାମ ଖଞ୍ଜାଯିବ। 2 ଜଣ ବନ କର୍ମଚାରୀ ଉକ୍ତ ବାଇକରେ ଖୁବ୍ ଶୀଘ୍ର ପାହାଡ଼ ଉପରକୁ ଏବଂ ଦୁର୍ଗମ ଅଞ୍ଚଳକୁ ଯାଇପାରିବେ। ପରବର୍ତ୍ତୀ ଖବର, ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ଦେଲେ ରାଜସ୍ୱ ମନ୍ତ୍ରୀ। 11ଟାରୁ 3ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି। ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ୱାଭାବିକ ଭାବରେ ଦେଖାଯାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଗ୍ରୀଷ୍ମ ପ୍ରବାହକୁ ନେଇ 30ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି। ସେ କହିଛନ୍ତି ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ତ ଦର୍ଶକ ବନ୍ଧୁ, ଏହା ଥିଲା ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆମର ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।